ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖ ଯୋନୟ ଏବତେ ଆଦ୍ୟନ୍ତବନ୍ତଃ କୌନ୍ତେୟ ନ ତେଷୁ ରମତେ ବୋଧଃ। ଇନ୍ଦ୍ରିୟ ତଥା ବିଷୟମାନଙ୍କ ସଂଯୋଗରୁ ଉତ୍ପନ୍ନ ହେଉଥିବା ଯେଉଁ ଭୋଗ ଗୁଡ଼ିକ ରହିଛି ସେଗୁଡ଼ିକ ବିଷୟୀ ପୁରୁଷମାନଙ୍କୁ ସୁଖରୂପ ପ୍ରତୀତ ହେଉଥିଲେ ବି ନିଃସନ୍ଦେହ ଦୁଃଖର ହିଁ କାରଣ ଅଟନ୍ତି ଏବଂ ଆଦି ଅନ୍ତ ବିଶିଷ୍ଟ ଅର୍ଥାତ୍ ଅନିତ୍ୟ ଅଟନ୍ତି। ହେ ଅର୍ଜୁନ, ତେଣୁ ବୁଦ୍ଧିମାନ ବିବେକୀ ପୁରୁଷ ସେଥିରେ ରମଣ କରନ୍ତି ନାହିଁ। ପ୍ରଶ୍ନ ହେଲା, ଇନ୍ଦ୍ରିୟ ଓ ବିଷୟମାନଙ୍କ ସଂଯୋଗରୁ ପ୍ରାପ୍ତ ହେଉଥିବା ଭୋଗ କେବଳ ଦୁଃଖର ହେତୁ ଅଟେ, ଏହି କଥନର ଅଭିପ୍ରାୟ କ'ଣ? ଉତ୍ତର, ପତଙ୍ଗ ଯେପରି ଅଜ୍ଞାନବଶତଃ ପରିଣାମ ନ ବୁଝି ଦୀପ ଶିଖାକୁ ସୁଖର କାରଣ ବୋଲି ଭାବି ତାକୁ ପାଇବାକୁ ତାରି ଆଡ଼କୁ ଉଡ଼ିଯାଏ ଏବଂ ତା ଭିତରେ ପଡ଼ି ଭୟାନକ ଉତ୍ତାପରେ ପୋଡ଼ି ହୋଇ ମରେ, ଅଜ୍ଞାନୀ ମନୁଷ୍ୟ ସେହିପରି ଭୋଗକୁ ହିଁ ସୁଖର କାରଣ ଭାବି ସେଥିପ୍ରତି ଆସକ୍ତ ହୋଇ ତାହା ଭୋଗ କରିବାକୁ ଚେଷ୍ଟା କରେ ଏବଂ ପରିଣାମରେ ଭୀଷଣ ଦୁଃଖ ପାଏ। ବିଷୟମାନଙ୍କୁ ସୁଖର ହେତୁ ବୋଲି ଭାବି ସେମାନଙ୍କୁ ଭୋଗ କଲେ ମନୁଷ୍ୟର ସେମାନଙ୍କ ପ୍ରତି ଆସକ୍ତି ବଢ଼ିଯାଏ। ଆସକ୍ତିରୁ କାମ କ୍ରୋଧାଦି ଅନର୍ଥର ଉତ୍ପତ୍ତି ହୁଏ ଏବଂ ତା ଫଳରେ ନାନା ପ୍ରକାର ଦୁର୍ଗୁଣ ଓ ଦୁରାଚାର ଆସି ତାକୁ ଘେରିଯାଏ। ପରିଣାମରେ ତାର ଜୀବନ ପାପମୟ ହୋଇଯାଏ ଏବଂ ତା ଫଳରେ ତାକୁ ଇହଲୋକରେ ଓ ପରଲୋକରେ ଅନେକ ପ୍ରକାର ଭୟାନକ ତାପ ଓ ଯାତନା ଭୋଗିବାକୁ ପଡ଼େ। ବିଷୟ ଭୋଗ ସମୟରେ ମନୁଷ୍ୟ ଭ୍ରମବଶତଃ ଯେଉଁ ସ୍ତ୍ରୀ ପ୍ରସଙ୍ଗାଦି ଭୋଗକୁ ସୁଖର କାରଣ ବୋଲି ବୁଝିଥାଏ ସେଗୁଡ଼ିକ ହିଁ ପରିଣାମରେ ତାର ବଳ, ବୀର୍ଯ୍ୟ, ଆୟୁ ତଥା ମନ, ବୁଦ୍ଧି, ପ୍ରାଣ ଓ ଇନ୍ଦ୍ରିୟମାନଙ୍କର ଶକ୍ତି କ୍ଷୟ କରନ୍ତି ଏବଂ ଶାସ୍ତ୍ର ବିରୁଦ୍ଧ ହୋଇଥିବାରୁ ତାକୁ ପରଲୋକରେ ଭୀଷଣ ନରକ ଯନ୍ତ୍ରଣାଦିରେ ପକାଇ ଘୋର ଦୁଃଖର କାରଣ ହୋଇଯାନ୍ତି। ଏହା ବ୍ୟତୀତ ଆହୁରି ଗୋଟିଏ କଥା ରହିଛି। ଅଜ୍ଞାନୀ ମନୁଷ୍ୟ ଯେତେବେଳେ ଅନ୍ୟ ପାଖରେ ନିଜ ଅପେକ୍ଷା ଅଧିକ ଭୋଗ ସାମଗ୍ରୀ ଦେଖିବାକୁ ପାଏ ସେତେବେଳେ ତା ମନରେ ଈର୍ଷାର ଅଗ୍ନି ଜଳି ଉଠେ ଏବଂ ସେ ନିଜେ ସେଥିରେ ଜଳିବାକୁ ଲାଗେ। ସୁଖ ବୋଲି ଭାବି ଭୋଗ କରୁଥିବା ବିଷୟ ଯଦି କେବେ ପ୍ରାରବ୍ଧବଶତଃ ନଷ୍ଟ ହୋଇଯାଏ ତେବେ ମନୁଷ୍ୟର ସଂସ୍କାର ତାକୁ ସେହି ବିଷୟମାନଙ୍କରେ ବାରମ୍ବାର ସ୍ମରଣ କରାଉଥାଏ ଏବଂ ତାହା ମନେ ପକାଇ ପକାଇ ମନୁଷ୍ୟ ଶୋକମଗ୍ନ ହୁଏ, କନ୍ଦାକଟା କରି ପଶ୍ଚାତାପ କରେ। ଏସବୁ ବିଷୟ ବିଚାର କଲେ ଏହା ସିଦ୍ଧ ହୁଏ ଯେ ବିଷୟ ସଂଯୋଗରୁ ମିଳୁଥିବା ଭୋଗ ପ୍ରକୃତରେ ସର୍ବଦା ଦୁଃଖର ହିଁ କାରଣ ଅଟେ, ସେଥିରେ ଲେଶ ମାତ୍ର ସୁଖ ନାହିଁ। ଅଜ୍ଞାନବଶତଃ ଭ୍ରମ ହେତୁ ସେସବୁ ସୁଖ ପରି ଲାଗେ, ତେଣୁ ଭଗବାନ ସେସବୁକୁ କେବଳ ଦୁଃଖର କାରଣ ବୋଲି କହିଛନ୍ତି।